ଚାହୁଁଛନ୍ତି ସେଠି କଂଗ୍ରେସ ସପକ୍ଷରେ ହାୱା ଅଛି। ହାୱା ନାହିଁ, କଂଗ୍ରେସ ସପକ୍ଷରେ ମତାମତ ଗଣିତ ତାଙ୍କ ସପକ୍ଷରେ ଅଛି। ଓକେ, ଗଣିତ ତାଙ୍କ ସପକ୍ଷରେ। ରାଜାରାମ ବାବୁ ହଁ, ପୁରୁଣା ଗଣିତ ଦେଖିଲେ ଯାହା ରବାବୁ କହୁଛନ୍ତି ଯେ ବିଜେଡି ସେଠି ଜିତିଥିଲା। ବର୍ତ୍ତମାନ ବିଜେଡିର ଯେ ବିଜେପି ପ୍ରାର୍ଥୀ ଥିଲେ ଢୋଲକିଆ, ସେ ମୃତ୍ୟୁବରଣ କରିଛନ୍ତି। ତେଣୁ ବିଜେଡିର ଯୋଉ ଅବସ୍ଥା, ସେ ବୋଧେ କଂଗ୍ରେସ ତା ଦେହରେ ମିଶିକିରି ଗଣିତ ତାଙ୍କ ସପକ୍ଷରେ ଅଛି ବୋଲି କହୁଛନ୍ତି। ମୁଁ କିନ୍ତୁ ଭାବୁନି ଆଜି ଯଦି ଉପନିର୍ବାଚନ ସେଥିରେ ହବ, ଉପନିର୍ବାଚନ ତ ହବ ଯେମିତି ହେଲେ 2 ମାସ ପରେ, ସେଠି ଯଦି ନିର୍ବାଚନ ହୁଏ, ମୁଁ ଭାବୁଛି ଜନସମର୍ଥନ ବେଶୀ ବିଜେପି ଆଡକୁ ଯିବ। ବିଜେପି ଆଡକୁ ଯିବ। ବିଜେପି ଆଡକୁ ଯିବ। କଣ ଲଜିକ ଟା? ତାର କାରଣ ହଉଛି ଯୋଉ ସମୟରେ ଢୋଲକିଆ ଜିତିଥିଲେ, ଆପଣ ସେଇ ସମୟର ରାଜନୈତିକ ସ୍ଥିତିକି ଦେଖନ୍ତୁ। ସେଇ ସମୟରେ ନବୀନ ପଟ୍ଟନାୟକ କ୍ଷମତାରେ ଥିଲେ। କେହି ଆଶା କରୁନଥିଲେ ଯେ ଏଥରକ ନବୀନ ପଟ୍ଟନାୟକ ସରକାର ଆଉ ନବୀନ ପଟ୍ଟନାୟକ ହାରିଯିବ ବୋଲିକି। ସେତେବେଳେ ସାରା ଓଡିଶାରେ କହିବାକୁ ଗଲେ ନବୀନ ପଟ୍ଟନାୟକଙ୍କର ସମର୍ଥନ ଏକ ପ୍ରକାର ଥିଲା। ତେଣୁ ସେଇ ପରିସ୍ଥିତିର ସୁବିଧା ନେଇ ସେଠି ବିଜେଡି ଜିତିଥିଲା। ବର୍ତ୍ତମାନ ଆସନ୍ତୁ ଆଜିର ଦିନରେ ଓଡିଶାରେ ରାଜନୈତିକ ଚିତ୍ରକୁ ଯଦି ଆପଣ ଅନୁଶୀଳନ କରିବେ, ଯୋଉ ବୃହତ୍ତମ ବିରୋଧୀ ଦଳ ବିଜେଡି, ଆର ଲୋକପ୍ରିୟତା ହ୍ରାସ ପାଇଛି ଏବଂ ଦିନକୁ ଦିନ କମି କମି ଯାଉଛି। ବିଜେଡି କମୁଛି। ଆପଣ ସେଟା ଆଖି ଆଗରେ ମଧ୍ୟ ଦେଖିପାରୁଥିବେ। ତାଙ୍କ ଦଳର ଲୋକମାନେ ଯେଭଳି ଭାବରେ, ନେତାମାନେ ଯେଭଳି ଭାବରେ ସେ ଦଳ ପ୍ରତି ବିତୃଷ୍ଣା ଭାବ ପବ୍ଲିକଲି ପ୍ରକାଶ କରୁଛନ୍ତି। ତାଙ୍କ ନେତୃତ୍ୱ ପାଇଁ ଯେତେ ପ୍ରକାର କଥା କହୁଛନ୍ତି, ତାଙ୍କ ନେତୃତ୍ୱକୁ ରଖିକିରି ଆଗରେ ଯେତେ ପ୍ରକାର କଥା କହୁଛନ୍ତି, ସେଥିରୁ ସ୍ପଷ୍ଟ ଜଣା ପଡୁଛି। ଜଣେ ନୁହନ୍ତି, ଗଲା କିଛି ଦିନ ଧରି ଆପଣ ଦେଖିଥିବେ ଅନେକ ବିଜେଡି ନେତା ତାଙ୍କ ଦଳର ନେତୃତ୍ୱ ପ୍ରତି ସନ୍ଦେହ ପ୍ରକାଶ କରୁଛନ୍ତି ପବ୍ଲିକଲି। ତେଣୁ ଏମିତିଆ ପରିସ୍ଥିତିରେ ବିଜେଡିର ଆଜିକା ଦିନରେ ଜନସମର୍ଥନ ସେତିକି ନାହିଁ, ବରଂ କମି କମି ଯାଉ। କଂଗ୍ରେସର 3 ହଁ, କଂଗ୍ରେସ ଆଜିକା ଦିନରେ ଠିକ ଅଛି। ଜଣେ କହିପାରନ୍ତି କଂଗ୍ରେସ ବିରୁଦ୍ଧରେ କିଛି ନାହିଁ। ଆଜ୍ଞା, କଂଗ୍ରେସ ତ ବିରୋଧୀ ଦଳ, 3 ନମ୍ବର ଦ୍ୱିତୀୟ ବିରୋଧୀ ଦଳ। ତାଙ୍କ ବିରୋଧରେ କଣ ଥାନ୍ତା? ତାଙ୍କ ବିରୋଧରେ ତ କିଛି ଜନମତ ତାଙ୍କ ସପକ୍ଷରେ ଅଛି। ଜନମତ ତାଙ୍କ ସପକ୍ଷରେ କେମିତି ଆସିବ? 1ରେ ତାଙ୍କର ତ ନମ୍ବର ନାହିଁ, 2ରେ ଗ୍ରାସରୁଟ ଲେବୁଲରେ ତାଙ୍କର ସଂଗଠନ ଯେତିକି ମଜବୁତ ହବା କଥା ଆଜିକା ଦିନରେ ସେତିକି ତ ସେମାନେ ସେ ପ୍ରକାର ସ୍ଥିତିକି ଆସିନାହାନ୍ତି। ଗୋଟେ ସେକେଣ୍ଡ ବର୍ତ୍ତମାନ ଆସନ୍ତୁ, ବିଜେପି ତାହେଲେ କାହିଁକି ଅଧିକ ଜନସମର୍ଥନ ପାଇବ? ବିଜେପି 1.5 ବର୍ଷ ହେଲାଣି ସରକାରକୁ ଆସିଲାଣି, 1.5 ବର୍ଷ ହେଲାଣି। ଏହି ସମୟ ଭିତରେ ଏଭଳି କୌଣସି କାର୍ଯ୍ୟ ହେଇନାହିଁ ଯାହାକୁ ଆପଣ ଆଧାର କରିକି ଗୋଟେ ବିଜେପି ସରକାର ଉପରେ ଆପଣ କିଛି ଦୋଷାରୋପ କରିପାରିବେ। ଅନେକ କଥା ହେଇପାରେ, ଏଇଟା କଲେନି, ସେଇଟା କଲେନି, ଏ ତ ଚାଲିବ ସବୁ ସରକାରରେ। କିନ୍ତୁ ଏଭଳି କିଛି ସ୍କାମ, ଏଭଳି କିଛି ବଡ ବଡ ନୀତିଗତ ଭୁଲ ନିଷ୍ପତ୍ତି, ଏଭଳି କିଛି ଘଟଣା ଏମିତି କିଛି ହେଇନି ଯୋଉଥିରେ କି ଗୋଟେ ଜନସମର୍ଥନ ବିଜେପି ଠୁ ଦୂରେଇ ଯିବ। 2ରେ ବିଜେପି ସପକ୍ଷରେ, 2ରେ ବିଜେପି ସରକାରରେ ଅଛି। ସେଇ ଅଞ୍ଚଳରେ ଯେତେ ଢୋଲକିଆଙ୍କ ଉପନିର୍ବାଚନ ହବ, ସେଇ ନିର୍ବାଚନ ମଣ୍ଡଳୀରେ ସେଠିକାର ଲୋକମାନେ କଣ ଭାବିବେ? ଆମେ ଯଦି ଗୋଟେ ସରକାରୀ ଦଳର ଜଣେ ପ୍ରାର୍ଥୀଙ୍କୁ ନିର୍ବାଚିତ କରି ପଠଉ, ଆମ ଏରିଆରେ କାମ ହବ, ଆମ ଏରିଆରେ ସୁବିଧା ହବ। ତେଣୁ ଜଣେ ବିରୋଧୀ ଦଳକୁ ପୁଣି ବିଜେଡି କଥା ତ ଦେଖୁଛନ୍ତି, କଂଗ୍ରେସକୁ ଭୋଟ ଦେଇକରି ସେ ଲାଭ କଣ ପାଇବେ? ମୁଁ ଏଇ ସବୁ କଥାକୁ ଦେଖିକିରି ଭାବୁଛି ଆଜିକା ଦିନରେ, ଶୁଣନ୍ତୁ ଆଜ୍ଞା, ଇଲେକ୍ସନର ଭବିଷ୍ୟତବାଣୀ କେହି କରିପାରିବେନି। ତାପରେ ମଧ୍ୟ ମୁଁ କହୁଛି ଆଜିକା ଦିନରେ ଯଦି ନିର୍ବାଚନ ସେଠି ହବ, ଉପନିର୍ବାଚନ ହବ, ସେଠି ବିଜେପି ସପକ୍ଷରେ ଅଧିକ ଜନସମର୍ଥନ ହବ। ଏହାର କାରଣ ହଉଛି ବାବୁ ଯେ କଂଗ୍ରେସକୁ ଭୋଟ ଦେଲେ କଣ ମିଳିବ, ବିଜେଡିକୁ ଭୋଟ ଦେଲେ କଣ ମିଳିବ? ମୁଁ ରାଜ୍ୟ କଥା କହୁନି, ମୁଁ କହୁଛି ନୂଆପଡାରେ ଆପଣ ଦେଖନ୍ତୁ, ଗତ ନିର୍ବାଚନ ଦେଖନ୍ତୁ, ବସନ୍ତ ପଣ୍ଡା ଲୋକସଭା ସଦସ୍ୟ ଥିଲେ। ବସନ୍ତ ପଣ୍ଡା ସେ ଆସନ ମଧ୍ୟ ଜିତିଥିଲେ। 2019 ପୂର୍ବରୁ ସେ ନିର୍ବାଚନ ମଣ୍ଡଳୀ ସେ ଜିତିଥିଲେ। ତା ସତ୍ତ୍ୱେ ତାଙ୍କ ପୁଅ ଛିଡା ହେଇଥିଲେ ବିଜେପିରୁ, ସେ କିନ୍ତୁ ତୃତୀୟ ଭୋଟ ପାଇଥିଲେ। 1.5 ବର୍ଷ ଭିତରେ ଚେଞ୍ଜ ହେଇନି ସିନେରିଓ। ଶୁଣନ୍ତୁ, ଏବଂ ସେଠି 2 ଥର ବିଜେଡି ଢୋଲକିଆ ଯେତେବେଳେ ଜିତିଥିଲେ, 2ୟ ଥର ମଧ୍ୟ ଜିତିଥିଲେ। ମୋର କହିବା, ଢୋଲକିଆ ଜଣେ ପପୁଲାର ଲିଡର। ଢୋଲକିଆ ପରିବାରରୁ ଯଦି କିଏ ଛିଡା ହବ, ଯେହେତୁ ବିଜେଡି ମଧ୍ୟ ଛିଡା କରିବ, ମୁଁ ଜାଣିନି ତାଙ୍କ ପତ୍ନୀ କଥା ଜାଣିନି, ବା ତାଙ୍କର କିଏ ଅଛି ଜାଣିନି, ତା ସପକ୍ଷରେ କିଛି ଗୋଟେ ଅଛି। ଯଦି ବିଜେଡିର କିନ୍ତୁ ଯୋଉ ପାର୍ଟି ହିସାବରେ ଯୋଉ ଆଟ୍ରାକ୍ସନ ଥିଲା,
ଯାହା କହିବି ମୁଁ ବି ଆଗରୁ କହିଛି ରାଜନ ବହୁତ ସେଥିରେ ଏକମତ ଯେ ବିଜେଡିର ପାର୍ଟି ହିସାବରେ ଯୋଉ ଆକର୍ଷଣୀୟ ଶକ୍ତି ସେଟା କମି ଯାଉଛି କମୁ ଯାଉଛି ଦ୍ରୁତ ଗତିରେ କମୁଛି ତେଣୁ ସେଇ ଦୃଷ୍ଟିରୁ ଯଦିଓ ଢୋଲକିଆ ସେଠିକା ଅଞ୍ଚଳ ଜଣେ ପପୁଲାର ଲିଡର ତାଙ୍କ ଘରୁ ତାଙ୍କ ପତ୍ନୀ ଛିଡାବେ ଏବେ ଏବଂ ନିର୍ବାଚନ ବାଇ ଇଲେକ୍ସନ ଫ୍ୟାକ୍ଟର ଅଛି କିନ୍ତୁ ମୁଁ କଂଗ୍ରେସ କାହିଁ କହୁଛି ଯେ ଘାସିରାମ ମାଝୀ ଯାହାଙ୍କୁ ଗଲାଥର କଂଗ୍ରେସ ଟିକେଟ ଦେଲା ନାହିଁ ଶରଦ ପଟ୍ଟନାୟକ ଛିଡା ହେଲେ କିନ୍ତୁ ସେ ତଥାପି ସ୍ୱାଧୀନ ଛିଡାଇ ମଧ୍ୟ ପଇସା ନାହିଁ ସେ ଦ୍ୱିତୀୟ ସ୍ଥାନରେ ରହିଲେ ତ ତା ଅର୍ଥ ଗୋଟେ ଗ୍ରାଉଣ୍ଡ ଅର୍ଗାନାଇଜେସନ ଗୋଟେ ଷ୍ଟ୍ରଙ୍ଗ ଗ୍ରାଉଣ୍ଡ ଅର୍ଗାନାଇଜେସନ ସେ ଲୋକର ଅଛି ଏବଂ ଶରଦ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ହିସାବରେ ଯୋଉ ଭୋଟ ପାଇଥିଲେ এই ଦିଟାକୁ ଯଦି ମିଶେଇ ଦଉଛି ମୁଁ ସେଇ ଦୃଷ୍ଟିରୁ କହିଲି ଗଣିତଟା ପୁରାପୁରି ଭାବରେ ଗଣିତ କଂଗ୍ରେସ ସପକ୍ଷରେ ଅଛି ସେଇଟା ମୁଁ କହିଲି ଓକେ